जय जगन्नाथ आपण मानक प्रज्योति स्वाल को स्वागत। आश्विन मासर शुक्ल पक्षर प्रतिपदा तिथि ठारू दशमी तिथि पर्यंत आमर नवरात्र आरंभ होता है। आउ से समय मध्य आमर शारदीय नवरात्र पूजा आरंभ होता है। यही वर्ष 3 अक्टोबर गुरुवार ठारू आरंभ हो 13 अक्टोबर रविवार पर्यंत आमर शारदीय नवरात्र पूजा आरंभ होब। এই ବର୍ଷ 11 ଅକ୍ଟୋବର ଶୁକ୍ରବାର ଦିନ ଦୁର୍ଗାଷ୍ଟମୀ ବା ମହାଷ୍ଟମୀ ବ୍ରତ ମଧ୍ୟ ପାଳନ କରାଯାଉଛି। ଆଉ ଏଇ ବ୍ରତ ଆପଣ ଚାହିଁବେ ଯଦି ମନ୍ଦିରରେ କିମ୍ବା ଘରେ ମଧ୍ୟ ଆରାମସେ କରିପାରିବେ। ଏବେ ଚାଲନ୍ତୁ ଜାଣିବା ତାର ପୂଜାବିଧି। ଆପଣ ଯଦି ମନ୍ଦିରରେ ପୂଜା କରୁଛନ୍ତି ତାହେଲେ ଆପଣ ମନ୍ଦିରରେ ଯେମିତି ସକାଳୁ ଉଠିକରି ନିଜର ନିତ୍ୟକାମ ସାରୁଛନ୍ତି, ମୁଁ ଆପଣଙ୍କୁ ତାର ତ ଶୁଭ ସମୟ ଶୁଭ ବେଳା ଆଉ କେତେବେଳ ପର୍ଯ୍ୟନ୍ତ ରହୁଛି ମଧ୍ୟ ସବୁ ପୁରା କହିଦେଇଛି ପୂର୍ବ ଭିଡ଼ିଓରେ। ତ ଆପଣ ଯଦି ଦେଖି ନାହାନ୍ତି ତ ତାହେଲେ ଜାଣି ଦିଅନ୍ତୁ, କାରଣ ଏଇ ବର୍ଷ 12:30 ପର୍ଯ୍ୟନ୍ତ ଆପଣଙ୍କର ପୂଜାର ତିଥି ରହୁଛି। ତାପରଠୁ ଅଷ୍ଟମୀ ତିଥି ରହୁଛି, ତାପରଠୁ ନବମୀ ତିଥି ଆରମ୍ଭ ହେଇଯାଉଛି। ତେଣୁକରି ଆପଣ ଯଦି ପୂଜା ଆରମ୍ଭ କରୁଛନ୍ତି ତାହେଲେ 12:30 ଭିତରେ ହିଁ ପୂଜା ଆରମ୍ଭ କରି ଶେଷ କରିଦିଅନ୍ତୁ, କାରଣ ତାପରଠୁ ପୂଜା କଲେ ଆପଣଙ୍କ ବ୍ରତର କିଛି ମୂଲ୍ୟ ହିଁ ରହିଲା ନାହିଁ। ତ ଏବେ ଦେଖନ୍ତୁ ପୂଜାବିଧି ତ ମୁଁ ଆଉଥରେ ନହେଲେ ମୁଁ କହିଦେଉଛି। ପୂଜାବିଧି ଆପଣ ଯଦି କରୁଛନ୍ତି ତ ଆପଣଙ୍କ 12:30 ପର୍ଯ୍ୟନ୍ତ ଆପଣଙ୍କ ଅଷ୍ଟମୀ ତିଥି ରହୁଛି, ତାପରେ ନବମୀ ତିଥି ଆରମ୍ଭ ହେଇଯାଉଛି। ଆପଣ ଯଦି ଘରେ କି ମନ୍ଦିରରେ ପୂଜା କରୁଛନ୍ତି ତାର ଅମୃତ ସମୟ ହେଉଛି ସୂର୍ଯ୍ୟୋଦୟରୁ 6:33 ମଧ୍ୟରେ ଗୋଟେ ଅମୃତ ବେଳା ରହୁଛି। ତାପରେ ଆପଣଙ୍କ 7:21ରୁ 9:45 ମଧ୍ୟରେ ଗୋଟେ ରହୁଛି। ତାପରେ ଅପରାହ୍ନ 9ରୁ 3:21 ମଧ୍ୟରେ ରହୁଛି। କିନ୍ତୁ ଆମର ତ 12:30 ପରେ ଆପଣଙ୍କର ଅଷ୍ଟମୀ ତିଥି ଶେଷ ହେଇଯିବ। ତେଣୁ କରି ଆପଣ ପାରୁଛନ୍ତି ଯଦି ଆପଣ 7:21ରୁ 9:45 ମଧ୍ୟରେ ପୂଜା ଗୋଟେ ଯଦି ଘରେ ପୂଜା କରୁଛନ୍ତି ତ ସେଇ ସମୟ ଭିତରେ ପୂଜା ଆରମ୍ଭ କରି ଶେଷ କରିଦିଅନ୍ତୁ। ଆପଣ ଯଦି ମନ୍ଦିରରେ ପୂଜା କରୁଛନ୍ତି ତାହେଲେ ଆପଣ 12:30 ଭିତରେ ଯେମିତି ହେଲେ ମନ୍ଦିର ଯାଆନ୍ତୁ, ପୂଜା କରନ୍ତୁ। ଏବେ ପୂଜାବିଧି କ'ଣ, ଆପଣ ଯଦି ମନ୍ଦିରରେ ଯାଉଛନ୍ତି ତାହେଲେ ଆପଣ ସକାଳୁ ଆପଣଙ୍କର ନିତ୍ୟକର୍ମ ସାରନ୍ତୁ। ଘର ତା ପୂର୍ବ ଦିନରୁ ସେଇ ଦିନରୁ ପୁରା ଭଲ ଭାବରେ ଶୁଦ୍ଧ କରନ୍ତୁ। ଘର ପୂଜା ପ୍ରଥମେ ଶେଷ କରିଦିଅନ୍ତୁ। ଘର ପୂଜା ଶେଷ କରିସାରିଲା ପରେ ଆପଣ କ'ଣ କରିବେ, ମାଙ୍କ ପାଇଁ ପୂଜା ଥାଳିରେ ସାମଗ୍ରୀ ନେବେ। ଠିକ୍ ଅଛି। ପୂଜା ସାମଗ୍ରୀ ଯେମିତିକି ଆପଣ ମାଙ୍କ ପାଇଁ ଶାଢ଼ୀ, ଚୁନି, ସିନ୍ଦୁର, ଚୁଡ଼ି, ଶଙ୍ଖା, ଆପଣଙ୍କ ନିଜ ପାଇଁ ମଧ୍ୟ ବ୍ରତ ଯାହାଟି 8ଟି ଗଣ୍ଠି ପଡ଼ିଥିବ, ଶଙ୍ଖା, ସିନ୍ଦୁର, ଚୁଡ଼ି ନେଇପାରିବେ। ତା ସହିତ ଗୁଆ ଗୋଟେ ମାଙ୍କ ପୂଜାରେ ଲାଗେ ବୋଲି ମାଙ୍କ ପୂଜାରେ ଗୁଆ ନେବେ। ଫଳ ନେବେ। ତ ଫଳ ଆପଣ 8 ପ୍ରକାର ଫଳ ନେଇପାରିବେ, କାରଣ ଏଇ ଦିନକୁ ଫଳ ଥୁଆ ବ୍ରତ ମଧ୍ୟ କୁହାଯାଏ। ତ ଆପଣ ଗୋଟା ଫଳ 8 ପ୍ରକାର ନେଇପାରିଥିବେ, ଯେମିତିକି ଡାଳିମ୍ବ, କଦଳୀ, ସେଓ, ସପୁରୀ, ଅଙ୍ଗୁର, କମଳା, ନାସପାତି, ତରଭୁଜ, ଏହିପରି ଭାବରେ ଗୋଟା ଫଳ ଆପଣ ନେଇପାରିବେ 8 ପ୍ରକାର। ତା ସହିତ ଭିଜା ମୁଗ, ଭିଜା ବୁଟ, ଖଜୁରୀ କୋଳି ମଧ୍ୟ ନେଇପାରିବେ। ଆପଣ ସେଦିନ ନଡ଼ିଆ ବିଶେଷ କରି ନେବେ ନାହିଁ, କାରଣ ଯେହେତୁ ଅଷ୍ଟମୀ ତିଥିରେ ଆପଣ ମାଙ୍କୁ ଭୋଗ ଲଗେଇ ପାରିବେ। ଠିକ୍ ଅଛି। କିନ୍ତୁ ଯେହେତୁ ଆପଣ ସେଇ ଭୋଗ ଖାଇପାରିବେ ନାହିଁ, ଅଷ୍ଟମୀ ତିଥିରେ ନଡ଼ିଆ ଖାଆନ୍ତି ନାହିଁ, ତ ଆପଣ ଯଦି ମାଙ୍କୁ ଭୋଗ ଲଗାଉଛନ୍ତି ଆପଣ ଖାଉନାହାନ୍ତି, ସେଟା ଠିକ୍ ଭଲ କଥା ନୁହେଁ ନା। ମାଙ୍କୁ ଭୋଗ ଆପଣ ଖାଇବେନି, ସେଟା ଗୋଟେ ଖରାପ କଥା। ତେଣୁ ଆପଣ ନଡ଼ିଆ ପରିବର୍ତ୍ତେ ଆପଣ ଅଲଗା ଯାହା ବି ଫଳ ମିଳିବ ଆପଣ ନେଇପାରିବେ। ତା ବ୍ୟତୀତ ଫୁଲ ଆପଣ ମାଙ୍କ ପାଇଁ ନେଇପାରିବେ। ଫୁଲ ଯେମିତିକି ଆପଣ ନାଲି ମନ୍ଦାର, ପାଣି କଖାରୁ ଫୁଲ, ପଦ୍ମ, ଟଗର, ଗୋଲାପ, ଗେଣ୍ଡୁ, ମଲ୍ଲି, ଚମ୍ପା, ଅପରାଜିତା ନେଇପାରିବେ। ଦୀପ, ଧୂପ, କର୍ପୂର ନେଇପାରିବେ। ଦକ୍ଷିଣା ମଧ୍ୟ କିଛି ନେଇପାରିବେ। ଦାନ ଯାହା ବି କରିବେ ଆପଣ ଏସବୁ ଜିନିଷ ନେବେ। ନେଇକରି ଆପଣ କ'ଣ କରିବେ, ସେଠି ଆପଣଙ୍କ ପୂଜା ମଣ୍ଡପ ହଉ କି ମନ୍ଦିର ଯଦି ଅଛି ତ ଆପଣ ସେଠି ଯାଇକିନା ମାଙ୍କୁ ପୂଜା କରିପାରିବେ। ନନାଙ୍କୁ କି ବ୍ରାହ୍ମଣଙ୍କୁ ଦେଇଦେବା ଦ୍ୱାରା ସିଏ ଆପଣଙ୍କର ଗୋତ୍ର ଧରି ଆପଣଙ୍କ ନାମ ଧରି ପୂଜା କରିଦେବ। ତ ଆପଣ ଘରୁ ଆସି ସାରିଲା ପରେ ମାଙ୍କୁ ଟିକେ ମନ୍ତ୍ର ଜପ କରିବେ, ମାଙ୍କର ନାମ ନେବେ, ତାପରେ ବ୍ରତ ପିନ୍ଧିବେ। ତ ଏହିପରି ଭାବରେ ପୂଜା ଆପଣ କରିପାରିବେ। ଆପଣ ଯଦି ଘରେ ପୂଜା କରୁଛନ୍ତି ତାହେଲେ ଆପଣ କ'ଣ କରିବେ, ତା ମୁଁ ଆପଣଙ୍କୁ କହିଲି ଫାଷ୍ଟରୁ ଘର ପୁରା ଧୁଆ ପୋଛା କରିଥିବେ। ତ ଗୋବର ପାଣିରେ ଟିକେ ପୋଛିଥିବେ। ଆପଣ ଯେଉଁ ସ୍ଥାନରେ ମାଙ୍କୁ ପୂଜା କରିବେ, ଯେହେତୁ ଆପଣ ଯଦି ନବରାତ୍ରର ପୂଜା କରୁଛନ୍ତି ତାହେଲେ ଆପଣ ଫାଷ୍ଟ ଦିନୁ ତ ମାଙ୍କୁ ସ୍ଥାପନ କରିଥିବେ। ଯଦି ଆପଣ ଖାଲି ଅଷ୍ଟମୀ ପୂଜା କରୁଛନ୍ତି ତାହେଲେ ଆପଣ
ସେଇ ଅଷ୍ଟମୀ ଦିନ ହିଁ ମାଆଙ୍କୁ କ'ଣ କରିବେ, ଯୋଉଠି ଆପଣ ସ୍ଥାପନ କରିବା ପାଇଁ ଚାହୁଁଛନ୍ତି ସେ ସ୍ଥାନକୁ ଟିକେ ଗୋବରରେ ଭଲ ଭାବରେ ପୋଛିଦେବେ, ଟିକେ ପଞ୍ଚାମୃତ ଛିଞ୍ଚିଦେବେ, ଟିକେ ଗଙ୍ଗାଜଳ ଛିଞ୍ଚିଦେବେ। ତ ପୂଜା ସ୍ଥାନକୁ ଶୁଦ୍ଧ ପ୍ରଥମେ କରିବେ, ତାପରେ ମୁରୁଜ ପକେଇବେ। ମୁରୁଜ ପକେଇ ସାରିଲା ପରେ ଆପଣଙ୍କ ପାଖରେ ଯଦି ମାନେ ପିଢ଼ା ଅଛି କି ଚୌକି ଅଛି ତାକୁ ପକେଇବେ। ସେଠି ପକେଇ ସାରିଲା ପରେ ତା ଉପରେ କ'ଣ କରିବେ, ଅଷ୍ଟଦଳ ପଦ୍ମର ମୁରୁଜ କାଟିବେ। ମୁରୁଜ କାଟି ସାରିଲା ପରେ ସେ ଚୌକି ଉପରେ ତାପରେ ମାଆଙ୍କର ଗୋଟେ ନାଲି କଲର୍ ହଉ କି ଗୋଲାପୀ କଲର୍ ହଉ, ତ ବିଶେଷ କରି ନାଲି କଲର୍ ମାଆଙ୍କୁ ବହୁତ ପସନ୍ଦ। ତ ନାଲି କଲର୍ ଆପଣ ତଳେ କ'ଣ କରିବେ, କପଡ଼ା ବିଛେଇ ଦେବେ। କପଡ଼ା ବିଛେଇ ସାରିଲା ପରେ ଆପଣ କ'ଣ କରିବେ, ମା ତା ସାଇଡ଼ରେ କ'ଣ କରିବେ, ପ୍ରଥମେ କଳସ ସ୍ଥାପନା କରିଦେବେ। କଳସ ସ୍ଥାପନା କରିବା ପୂର୍ବରୁ କଳସ ଯୋଉଠି ଆପଣ ବସେଇବେ ସେଠି ମଧ୍ୟ ଆପଣ ମୁରୁଜ ପକେଇବେ। କଳସ ତ ମୁଁ ଆପଣଙ୍କୁ କହିଛି କେମିତି କଳସ ସ୍ଥାପନା କରାଯାଏ। ତ କଳସ ସ୍ଥାପନା କରିବେ, ଦୀପ ଲଗେଇବେ, ଧୂପ ଲଗେଇବେ। ତାପରେ ଆପଣ କ'ଣ କରିବେ, ମାଆଙ୍କର ପ୍ରତିମା, ଆପଣଙ୍କ ମାଆଙ୍କର ଯଦି ମୂର୍ତ୍ତି ଅଛି ମାଆଙ୍କର ମୂର୍ତ୍ତି ହେଇପାରେ କି ଆପଣଙ୍କ ପାଖରେ ଫଟୋ ଅଛି, ଯାହା ବି ଆପଣଙ୍କ ମାଆଙ୍କର ଫଟୋ ଅଛି, ତ ଆପଣ କ'ଣ କରିବେ, ପ୍ରତିମାକୁ ପ୍ରଥମେ କ'ଣ କରିବେ, ଟିକେ ପଞ୍ଚାମୃତରେ ସ୍ନାନ କରେଇଦେବେ। ତାପରେ ଶୁଦ୍ଧ ଜଳ ମାନେ ଗଙ୍ଗା ଜଳ ସହିତ ଆପଣ ଯେମିତିକି ଟିକେ ଚନ୍ଦନ, ଟିକେ ଅଗୁରୁ, ହଳଦୀ ଏସବୁ ପକେଇକିନା ଫୁଲ, ସେଣ୍ଟ ପକେଇକରି ସେ ଶୁଦ୍ଧ ଜଳ ହେଇଥିବ ସେଇ ଜଳରେ ମାଆଙ୍କୁ ପଞ୍ଚାମୃତରେ ସ୍ନାନ କରିସାରିଲା ପରେ ମାଆଙ୍କୁ ସ୍ନାନ କରେଇଦେବେ। ସ୍ନାନ କରେଇ ସାରିଲା ପରେ ପ୍ରତିମାକୁ ସେଇ ମୁରୁଜ ଯୋଉ ଆପଣ ଲାଲ କଲର କପଡ଼ା ବିଛେଇଥିବେ ସେଇଠି ମାଆଙ୍କୁ ସ୍ଥାପନ କରିବେ। ସ୍ଥାପନ କରିସାରିଲା ପରେ ମାଆଙ୍କୁ ଚୁନିରେ ଘୋଡ଼େଇ ଦେବେ, ମାଆଙ୍କୁ ବସ୍ତ୍ର ଅର୍ପଣ କରିବେ। ତ ଚୁନିରେ ଆପଣ ମାଆଙ୍କୁ ଘୋଡ଼େଇ ଦେବେ। ମାଆଙ୍କୁ କ'ଣ କରିବେ, ଚନ୍ଦନ ସିନ୍ଦୁର ଅର୍ପଣ କରିବେ। ଚନ୍ଦନ ସିନ୍ଦୁର ଅର୍ପଣ କରିସାରିଲା ପରେ ଆପଣ କ'ଣ କରିବେ, ସେଇଠି ଗୋଟେ ପାନପତ୍ର ରଖିବେ। ପାନପତ୍ରରେ ଚନ୍ଦନ ସିନ୍ଦୁର ଟିକେ ରଖିବେ, ତା ଉପରେ ଅକ୍ଷତ ରଖିବେ। ଗୁଆକୁ କ'ଣ କରିବେ, ଏବେ ପଞ୍ଚାମୃତରେ ଟିକେ ଧୋଇଦେବେ। ତାପରେ ସେ ଶୁଦ୍ଧ ଜଳରେ ଧୋଇ ସାରିଲା ପରେ ଗଙ୍ଗା ଜଳରେ ଗୁଆ କ'ଣ କରିବେ, ସେଇ ପାନ ଯୋଉ ରଖିଥିବେ ଚନ୍ଦନ ସିନ୍ଦୁର ଦେଇଥିବେ ତା ଉପରେ ଅକ୍ଷତ ଦେଇଥିବେ, ଅକ୍ଷତ ଉପରେ ଆପଣ ଗୋଟେ ଗୁଆ ରଖିବେ। ତ ଗୁଆକୁ କ'ଣ କରିବେ, ଚନ୍ଦନ ସିନ୍ଦୁର ଅର୍ପଣ କରିବେ, କାରଣ ନିଦା ଜିନିଷରେ ମା ଭଗବାନଙ୍କୁ ସବୁବେଳେ ଆବାହନ କରାଯାଏ। ତ ଆପଣ କ'ଣ କରିବେ, ଆବାହନ କରିବେ। ତ ତେଣୁକରି ଆପଣ ଗୁଆକୁ ପୂଜା କରୁଛନ୍ତି, ମାଆଙ୍କୁ ଡାକୁଛନ୍ତି, ଗୁଆ ମାଧ୍ୟମରେ ମାଆଙ୍କୁ ଆପଣଙ୍କ ପାଖକୁ ଡାକୁଛନ୍ତି। ତେଣୁ ଆପଣ ଗୁଆ ପୂଜା କରୁଛନ୍ତି। ଗୁଆରେ ଆପଣ ଚନ୍ଦନ ସିନ୍ଦୁର ଦେବେ। ଟିକେ ଆପଣ ତାଙ୍କୁ ବସ୍ତ୍ର ବଦଳରେ ଆପଣ କ'ଣ କରିବେ, ଲୋରି ଯୋଉଟାକି ନାଲି ଫିତା, ତ ସେଇଟା ଆପଣ ଅର୍ପଣ କରିବେ। ତାପରେ ମାଆଙ୍କର ଯାହା ବି ଶୃଙ୍ଗାରର ଜିନିଷ ଯେମିତିକି ଶଙ୍ଖା, ଚୁଡ଼ି, ସିନ୍ଦୁର ସେସବୁ ମାଆଙ୍କ ପାଖରେ ମାଆଙ୍କୁ ଅର୍ପଣ କରିବେ। ତାପରେ ଆପଣ ଫୁଲ ଅର୍ପଣ କରିବେ। ମାଆଙ୍କୁ ପାଣି କଖାରୁ ଫୁଲ, ନାଲି ମନ୍ଦାର, ଗେଣ୍ଡୁ, ତରାଟ, ଅପରାଜିତା, ମଲ୍ଲୀ, ଗୋଲାପ, ତ ଟଗର, ତ ଯେକୌଣସି ଫୁଲ ଆପଣ ପାଖରେ ଅଛି ତ ସେ ସବୁ ଫୁଲ ଅର୍ପଣ କରିବେ। ଫୁଲ ଆହାର ଅର୍ପଣ କରିବେ। ତାପରେ ଆପଣ ଭୋଗ ଅର୍ପଣ କରିବେ। ଭୋଗରେ ଆପଣ କ'ଣ କରିବେ, ଭୋଗରେ ଆପଣ ଯାହା ବି ଫଳ ଥୁଆ ଭୋଗ, ଆପଣ ଯଦି 8 ପ୍ରକାର ଫଳ ମଧ୍ୟ ଭୋଗ ଅର୍ପଣ କରିପାରିବେ, ଗୋଟା ଫଳ ଅର୍ପଣ କରିପାରିବେ। ଆପଣ ଚାହିଁବେ ଯଦି ଖାଲି ଭୋଗ ମଧ୍ୟ ଲଗେଇ ପାରିବେ, ତ ସେଟା ଆପଣଙ୍କ ନିଷ୍ପତ୍ତି। ଆପଣ ଯଦି ଫଳ ଥୁଆ ବ୍ରତ ମଧ୍ୟ କରୁଛନ୍ତି, ମାନେ ଆପଣ 8ଟି ଫଳ ମାଧ୍ୟମରେ ପୂଜା କରୁଛନ୍ତି, ତ 8ଟି ଫଳ ଆପଣ ଗୋଟା ଫଳ ଅର୍ପଣ କରିବେ। ତ ସେଇ ଫଳ ପରେ ଆପଣ ଦାନ କରିପାରିବେ। ଯଦି ଆପଣ ଖାଲି ଭୋଗ ଲଗାଇବା ପାଇଁ ଚାହୁଁଛନ୍ତି, ତ ଆପଣ କ'ଣ କରିବେ, ଆପଣଙ୍କ ଫଳମୂଳ ଯାହା ବି କରୁଛନ୍ତି ତ ଆପଣ ଭୋଗ ଲଗେଇବେ। ଆପଣ ଭିଜା ମୁଗ, ବୁଟ ମଧ୍ୟ ଲଗେଇ ପାରିବେ, ଖଜୁରୀ କୋଳି ମଧ୍ୟ ଲଗେଇ ପାରିବେ। ତ ଏହିପରି ଭାବରେ ଭୋଗ ଲଗେଇବେ। ଦୀପ, ଧୂପ, ଝୁଣା, କର୍ପୂର କରିବେ। କର୍ପୂରରେ ମାଆଙ୍କୁ ଆଳତି କରିବେ। ଆପଣ ଚାହିଁବେ ଯଦି ଅଖଣ୍ଡ ଦୀପ ମଧ୍ୟ ଗୋଟେ ଲଗେଇ ପାରିବେ, ଯାହାକି ଆପଣ ପୁରା ପୂଜା ଆରମ୍ଭ ଠାରୁ ଆପଣଙ୍କର ପୂଜା ଶେଷ ହେଇଯିବ 12:30। ଆପଣ ଯଦି ରାତି ପର୍ଯ୍ୟନ୍ତ ମଧ୍ୟ ଜଳୁଥିବ ଯଦି ବହୁତ ଭଲ ଆପଣଙ୍କ ପାଇଁ। ଏହିପରି ଭାବରେ ଆପଣ ପୂଜା କରିବେ, ମାଆଙ୍କର ନାମ ନେବେ। ମାଆଙ୍କର ଯାହା ବି ଆପଣ ଯଦି ବହି ଅଛି ବହି ମଧ୍ୟ ପାଠ କରିପାରିବେ, ନହେଲେ ମନ୍ତ୍ର ଜାପ କରିପାରିବେ। ତ ଏହିପରି ଭାବରେ ଆପଣ ପୂଜା କରିପାରିବେ। ପୂଜା ଶେଷ କରିସାରିଲା ପରେ ଆପଣ ବ୍ରତ ମଧ୍ୟ ପୂଜା କରିବେ, କାରଣ ସେଦିନ ବ୍ରତର ପୂଜା ମଧ୍ୟ ରହୁଛି। ଆପଣ ଯେତେବେଳେ ଗୁଆ ମାନେ ଧୋଉଛନ୍ତି ଗୁଆରେ ପଞ୍ଚାମୃତରେ, ତ ସେଇ ସମୟରେ ଆପଣ କ'ଣ କରିପାରିବେ, ବ୍ରତକୁ ମଧ୍ୟ
ଟିକେ ପଞ୍ଚାମୃତ ତାପରେ ଗଙ୍ଗା ଜଳରେ ଧୋଇ କରି ସେଇ ମାଙ୍କ ପାଖରେ ରଖିବେ। ତାକୁ ମଧ୍ୟ ଚନ୍ଦନ ସିନ୍ଦୁର ଦେବେ, ସେଥିରେ 8 ଗୋଟି ଗଣ୍ଠି ଦେବେ। 8 ଗୋଟି ଗଣ୍ଠିରେ ମାଙ୍କ ନାମରେ ଦେବେ। ମାଙ୍କ ନାମରେ ଆପଣ 8ଟି ଗଣ୍ଠି ଦେବେ। ପୂଜା ଶେଷ କରିସାରିଲା ପରେ ସେଇ ବ୍ରତ ଆପଣ ପିନ୍ଧିବେ। ତ ଏହିପରି ଭାବରେ ଆପଣ ଘରେ ମଧ୍ୟ ମାଙ୍କର ପୂଜା କରିପାରିବେ। ଆପଣଙ୍କୁ ଚାହିଁବେ ଯଦି, ଯେହେତୁ ବ୍ରତ କରିଛନ୍ତି ସେଦିନ ପୁରା ଉପବାସ, ଯେଉଁ ନିର୍ଜଳ ଉପବାସ ମଧ୍ୟ କରିପାରିବେ। ଆପଣ ଚାହିଁବେ ଯଦି ପଣା ମାନେ ପଣା କରି ପିଇପାରିବେ, ଫଳ ଜୁସ୍ କରି ମଧ୍ୟ ପିଇପାରିବେ। ଯଦି ଆପଣଙ୍କର ଦେହ ଖରାପ ହେଉଛି, ଆପଣଙ୍କର ବୟସ ହେଇଗଲାଣି, ଆପଣଙ୍କ ମେଡ଼ିସିନ ଖାଇବାକୁ ମଧ୍ୟ, କି ଆପଣ ପ୍ରେଗନେଣ୍ଟ ଅଛନ୍ତି, ତାହେଲେ ମଧ୍ୟ ଆପଣ ପରଟା ହଉ, ଆପଣ ପୁରୀ ହଉ, ଏହିପରି ଭାବରେ 12:30 ପରେ ମଧ୍ୟ ଆପଣ ଖାଇପାରିବେ, କିଛି ଅସୁବିଧା ନାହିଁ। କାରଣ ସନ୍ଧି ପୂଜା ଆମର ନବମୀ ତିଥି 12:30 ପରେ, ମାନେ 12:35 ପରେ ଶେଷ ହେଇଯାଉଛି। ତ ଅଷ୍ଟମୀ ତିଥି ସରିଯାଉଛି, ତ ଆପଣ 12:30 ପରେ ମଧ୍ୟ ଆପଣ ଏଇସବୁ ଖାଇପାରିବେ। ତ ଆଶା କରୁଛି ଆପଣମାନେ ଏଇ ଭିଡ଼ିଓରୁ କିଛି ତ ଜାଣିବାକୁ ପାଇଛନ୍ତି। ଯଦି ଆପଣ ପାଇଛନ୍ତି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।